ସେମାନେ ଆଜି ଅନୁଭବ କରିଛନ୍ତି ତୃଣମୂଳ ସ୍ତରରେ ଆଜି ମଧ୍ୟ ବିଜୁ ଛାତ୍ର ଜନତା ଦଳ ଛାତ୍ର ସମାଜ ଓଡ଼ିଶାର ନବୀନ ବାବୁଙ୍କ ସପକ୍ଷରେ ରହିଛନ୍ତି। ସେଥିପାଇଁ ସିଏ ତାଙ୍କ କଥାକୁ ଫେରାଇ ନେଇ ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଶ୍ଚିତ ଭାବେ ପରାଜୟର ଭୟରେ ସେମାନେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଏ କଥା ସ୍ପଷ୍ଟ ଭାବେ ଅନୁମୟ କରାଯାଇପାରୁଛି। ଦେଖନ୍ତୁ ତାଙ୍କର କଥା ଆଉ କାମରେ କୌଣସି ତାଳମେଳ ନାହିଁ। ଯେଉଁ କଥା ଦେଖିବେ ତାଙ୍କର ସ୍ପଷ୍ଟ ଚିତ୍ର କୌଣସି କଥାରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଉଛନ୍ତି। ପୁଣି ଥରେ ବିଜୁ ପଟ୍ଟନାୟକଙ୍କର ନାଁରେ ଯେଉଁ ଆୱାର୍ଡ଼ ଦିଆଯାଉଥିଲା ତାକୁ ପୁଣି ଥରେ ଯେହେତୁ ଲୋକମାନଙ୍କ ଭିତରେ ଗୋଟେ ବହୁତ ବଡ଼ ଅସନ୍ତୋଷ ପ୍ରକାଶ ପାଇଲା ତାକୁ ପୁଣି ପୁନର୍ବିଚାର କଲେ। ସେଇଭଳି ଭାବେ ଆଇନ ମନ୍ତ୍ରୀ ତାଙ୍କର ଟିପ୍ପଣୀ ଦେଇଛନ୍ତି ଏ ବର୍ଷ ଚଳିତ ବର୍ଷ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବନି। ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ଯେତେବେଳେ ବିଭିନ୍ନ ପ୍ରକାର ପ୍ରସଙ୍ଗରେ ପୂର୍ବ ସରକାର ସ୍ଥଗିତ ରଖିଥିଲେ ସେତେବେଳେ ସେହି ସରକାର ଯେତେବେଳେ ବିରୋଧ ଦଳରେ ଥିଲେ କହୁଥିଲେ ଛାତ୍ର ସଂସଦ ନିର୍ବାଚନ ହେବା ଦରକାର। ଗଣତନ୍ତ୍ର এটা ଗୋଟେ ডেমোক্রেটিক প্রসেস, এটা ডেমোক্রেটিক প্রাক্টিস। কিন্তু আজ যেতবে সেমানে দায়িত্বକୁ আসলে সেমানে নিষ্পত্তি নেলে ছাত্র সংসদ নির্বাচন অনুষ্ঠিত হবনি। ছাত্র সংসদ ইলেকশন কেউ মাসে অনুষ্ঠিত হইতে আপন মানে সমস্তে জানতি, ওড়িশাবাসী জানতি দশরা পূর্বরু ঠিক কলেজ ইলেকশন অনুষ্ঠিত হতে যেটা ইন দ মন্থ অফ অক্টোবর। কিন্তু সেপ্টেম্বর মাসে ইলেকশন হব, সময় না, বহুত সময় আছে ছাত্র সংসদ নির্বাচন অনুষ্ঠিত করা। কিন্তু আজি দায়িত্বরে থিবা রাজ্য সরকার ভারতীয় জনতা পার্টির মানসিকতা না ছাত্র সংসদ নির্বাচন অনুষ্ঠিত করা। সেমানে আজ অনুভব করেছেন তৃণমূল স্তরে আଜି ମଧ୍ୟ ବିଜୁ ଛାତ୍ର ଜନତା ଦଳ ଛାତ୍ର ସମାଜ ଓଡ଼ିଶାର ନବୀନ ବାବୁଙ୍କ ସପକ୍ଷରେ ରହିଛନ୍ତି। ସେଥିପାଇଁ ସିଏ ତାଙ୍କ କଥାକୁ ଫେରାଇ ନେଇ ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଶ୍ଚିତ ଭାବେ ପରାଜୟର ଭୟରେ ସେମାନେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଏ କଥା ସ୍ପଷ୍ଟ ଭାବେ ଅନୁମୟ କରାଯାଇପାରୁଛି। ଆପଣ ବିଭିନ୍ନ କଥା ଦେଖନ୍ତୁ, ମଦ ବନ୍ଦ ହେବ ଏ ବିବୃତ୍ତି କିଏ ଦେଇଥିଲା? ଯେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟ ଦେଇଥିଲେ। ତାପରେ ଆସିଲେ ଅବକାରୀ ମନ୍ତ୍ରୀ, ସେ ତାଙ୍କର ସ୍ପଷ୍ଟୋକ୍ତି ଦେଲେ, ଦୃଢ଼ୋକ୍ତି ପ୍ରକାଶ କଲେ। ସେଇଭଳି ଭାବେ ଆଇନ ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ କଥା କହିବା ସମ୍ପୂର୍ଣ୍ଣ ଭାବେ ହାସ୍ୟାସ୍ପଦ। ଉଚ୍ଚଶିକ୍ଷା ମନ୍ତ୍ରୀ ସାମ୍ନାକୁ ଆସି ପ୍ରେସ୍ ମାଧ୍ୟମରେ ଓଡ଼ିଶାର ଛାତ୍ର ସମାଜ ପାଖରେ ବିବୃତ୍ତି ରଖିକି ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିବାର ଆବଶ୍ୟକତା ରହିଛି।